ସମସ୍ତଙ୍କୁ ମୋର ନମସ୍କାର। ପିଲାମାନେ ଆଜିର କ୍ଲାସ୍ରେ ସମସ୍ତଙ୍କୁ ଅନୁରୋଧ କରୁଅଛି, ଆପଣମାନେ ଆଜି ଆମେ ପଢ଼ିବା ସାହିତ୍ୟ ଦୀପ୍ତି ପ୍ରଥମ କବି ପଢ଼ିବା। ପରଶୁରାମ ଭେଟ। ଲେଖକ ହେଉଛନ୍ତି ବଳରାମ ଦାସ। ତାଙ୍କ ବିଷୟରେ ଆମେ ଲେଖକ ପରିଚୟରୁ ଆମେ ଆରମ୍ଭ କରିବା, ଯେପରି ଆମେ ଉତ୍ତମ ଭାବେ ଜାଣିବା ନିମନ୍ତେ ହେଲା। ପିଲାମାନେ ଆମେ ପ୍ରଥମେ ପଢ଼ିବା ଲେଖକ ପରିଚୟ। ଦେଖନ୍ତୁ ପର୍ଯ୍ୟାୟରେ ଆମେ ଲେଖକ ପରିଚୟ ପହଞ୍ଚିଗଲୁଣି। ବଳରାମ ଦାସଙ୍କ ଶାଖାଙ୍କ ମଧ୍ୟରେ ବୈଷ୍ଣବ କବି ଉତ୍କଳ ବୈଷ୍ଣବ ଧର୍ମ ଜଣେ ପ୍ରଧାନ ବକ୍ତା ଭାବରେ ସେ ଅଗ୍ରହଣ କରିଥିଲେ। ତାହାଙ୍କୁ କେଉଁ ପ୍ରକାର ଉପାଧି ପାଇଥିଲା? ବୈଷ୍ଣବ ଜ୍ୟେଷ୍ଠ କବି ଉତ୍କଳୀୟ ବୈଷ୍ଣବ ଧର୍ମ ବୋଲି ଦେଖି ତାଙ୍କେ କି ନାହିଁ ଆମେ ଜାଣିବା ଯେ ସେ ତାଙ୍କ ଲେଖିଥିଲେ ଯେ ବା ପ୍ରାକୃତିକକୁ ସୌନ୍ଦର୍ଯ୍ୟକୁ ନେଇକରି ଯେମିତି ଉତ୍ତମ ଲେଖିଥିଲେ, ଉତ୍ତମ ପ୍ରକାଶିତ କରିଥିଲେ, ଯେପରି ଆମେମାନେ ସମସ୍ତେ ଜାଣିବା ନିମନ୍ତେ ସେ ପ୍ରାକୃତିକ ପ୍ରବେଶକୁ ସେଟାକୁ ଜୀବନ୍ତ ରୂପେ ରଚନା କରୁଥିଲେ। ଏଥି ନିମନ୍ତେ ବା ଆଉ ତାହା ଆମେମାନେ ଜାଣିବା ତାଙ୍କ ବିଷୟ। ଦେଖ, ବଳରାମ ଲେଖିଛନ୍ତି ତାଙ୍କେ ଦେବନ୍ତ, ବେଦାନ୍ତ, ଗୀତା, ଭାଗବତ, ବିଭିନ୍ନ ପୁରାଣ ଶାସ୍ତ୍ର ଅଧ୍ୟୟନ ପଣ୍ଡିତ ଲାଭ ଅର୍ଜନ କରିଛନ୍ତି। ଏଟା ତାଙ୍କ ବିଭିନ୍ନ ପ୍ରକାର ଅର୍ଜନ କରିଛନ୍ତି। ଆଉ ତାଙ୍କ ବିଷୟବସ୍ତୁ ଆମେ ଦେଖିବା। ଦେଖ, ପରଶୁରାମ ଭେଟ କବିୟତ୍ରୀର ବଳରାମ ଦାସ କେଉଁ ଛାନ୍ଦରେ ଆସିଛି? ଜଗନ୍ମୋହନ ରାମାୟଣ ଆଦି କାଣ୍ଡରୁ। ଆଉ ପ୍ରଥମ ଶିବଧନୁ ଭଗ୍ନ କରି ସ୍ୱୟଂ ବରଂ ସଭାରେ ସୀତାଙ୍କ ପାଣିଗ୍ରାହୀ ପୂର୍ବକ ଶ୍ରୀରାମ ଅଧ୍ୟୟନ ଗମନ ଉଦ୍ଦେଶ୍ୟରେ ମିଳନା କଟକରୁ ପ୍ରସ୍ଥାନ କରିଅଛି। ଉକ୍ତ ଦିନ ସେ ବୈଷ୍ଣବପୁରରେ ରାତ୍ରି ଯାପନ କରିଥିଲେ। ଭାରତକୁ ସୁନର ନଦୀ ଅତିକ୍ରମ କରି ପୁଣି ଦିନାନ୍ତ ବିପୁଳ ବନରେ ବିଶ୍ରାମ କଲେ। ତତ୍ପର ଦିନ ସେ ସିଦ୍ଧବନରେ ବିଶ୍ୱାମିତ୍ରଙ୍କ ଆଶ୍ରମରେ ଆବାସନା କରିଛନ୍ତି। ପରବର୍ତ୍ତୀ ପ୍ରଭାତରୁ ତାହାଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରାରେ ଦଶରଥ ବିଭିନ୍ନ ପ୍ରକାର ସଂକେତ ଦେଖିଲା। ବିପଦ ଆଶଙ୍କା ବୋଲେ କ'ଣ ଗୋଟେ ବିପଦ ହେବା ସମ୍ଭାବନା ଦେଖିଲା। କ'ଣ ଦେଖିବା? ପର୍ବତ ଉପରେ ବଜ୍ରପାତ, ବାମନେତ୍ରିକ ଶୃଙ୍ଖଳ, ଆକାଶରେ ଗୃଧପକ୍ଷୀ ବିଚରଣ, ମନୁଷ୍ୟ ଉପରେ କାକପକ୍ଷୀ ଉପବେଶନ ବିବରଣ ଲକ୍ଷଣ ଦେଖି ସେ ସେଥିରେ ଶ୍ରୀରାମଙ୍କ ସମ୍ମୁଖରେ ଶୃଙ୍ଖଳ ରଡ଼ି ଆଚ୍ଛନ୍ନ ହୋଇ ପ୍ରଭାସନ ସୂର୍ଯ୍ୟ ଆକାଶରେ ପ୍ରଭାସ ଇତ୍ୟାଦି ମନ୍ଦ ଲକ୍ଷଣ ଦେଖି ଦଶରଥ ବହୁତ ଚିନ୍ତିତ ହୋଇଗଲେ, ବହୁତ ଡରିଗଲେ। ହେଲେ ଦେଖିବା ତାଙ୍କର ପରବର୍ତ୍ତୀ ସମୟର ସମ୍ପର୍କରେ କୁଳଗୁରୁ ବିଶିଷ୍ଟ ପଚାରିଲେ, ହେ ସିଦ୍ଧବନ କ୍ଷେତ୍ରରେ ପରଶୁରାମ ଅବସ୍ଥାନ କରୁଛନ୍ତି, ତାଙ୍କର ସମ୍ମୁଖୀନ ହେଲେ ଅଘଟଣ ସବୁ ସମ୍ଭବ ହେବାର କିଛି ବିପଦ ଆଶଙ୍କା ହେବ ନାହିଁ ବୋଲି କହିଥିଲେ। ଦଶରଥଙ୍କୁ ଆଶ୍ୱାସନା ଦେଲେ। କଳଗୁରୁ ଦେଇଥିଲେ ଆଶ୍ୱାସନା। ଆମେ ଯଦି ଜଣେ ଅଛି ତାଙ୍କର ଯଦି ପରଶୁରାମ ଭେଟଙ୍କୁ ଯଦି ତାଙ୍କ ଯଦି ଗଲା ପରେ କିଛି ଆଶଙ୍କା ନାହିଁ ବୋଲି କହିଥିଲେ। ଆଉ କହିଲେ ଯେ ଇତିବଶ୍ୟ ତତ୍ତ୍ୱଯାଏ କମ୍ପାନୀ ଗୋଷ୍ଠୀ ପରଶୁରାମଙ୍କ ଧ୍ୟାନଭଗ୍ନ ହୋଇଛି। ଦଗ୍ନ କୂଳରେ ମଧ୍ୟ ପୁଣି କାହାର ଉପସ୍ଥାପନ ବୀର ଆଳକ୍ତ ଆଶଙ୍କା କ୍ରୋଧିତ ଅର୍ଜୁନ ଧନୁ ବହୁତ ରିସା ହେଇଗଲେ ଯେ ପରଶୁରାମ। ତାପରେ ସେ ଧନୁ ଧରି ଆସିଲେ। ଆଉ କାଟୁରନ୍ଧର ଅଶ୍ଵ ଧରି ସେ ଦଶରଥଙ୍କ ସୈନ୍ୟମାନଙ୍କୁ ଗତି କରନ୍ତେ ତାହାଙ୍କ ଦେଖି ସୈନ୍ୟମାନେ ଛାତିଭଗ୍ନ ଦେଇ ରାଜା ଦଶରଥଙ୍କୁ ଏହି ଖବର ଦେଇଛନ୍ତି। ରାଜା ତର୍ଜୁତ ହୋଇ ସମସ୍ୟା ବେଳେ ସୈନ୍ୟମାନେ ଯାଇଥିଲେ ଯେ କିନ୍ତୁ କହିଲେ ଯେ ଛାତି ଭଗ୍ନ ଦେଇ ଦଶରଥଙ୍କ ପାଖକୁ ଆଉ ଫେରିଗଲେ ଡର ପାଇଁ ସୈନ୍ୟମାନେ। ଆଉ ଦେଖିବା ପରବର୍ତ୍ତୀ ସମୟ ଆମେ ଦେଖିବା। ସମାଧାନ ନିମନ୍ତେ ଋଷି ବୈଶିଷ୍ଟ୍ୟ ନିବେଦନ କରୁଛନ୍ତି। ବୈଶିଷ୍ଟ୍ୟ କହିବା ବୀରବାଦ ପୁଣି ପରଶୁରାମ କ୍ରୋଧିତ ହୋଇଛନ୍ତି, ତାଙ୍କ ବହୁତ ଈର୍ଷାରେ ଅଛନ୍ତି। ପୁଣି ତାହାଙ୍କ ବିଦ୍ୟାଦିତ କରି କୋପ ସ୍ତିମିତ କରିବା ପାଇଁ ସେ କହୁ କହୁ କ୍ରୋଧିତ ପରଶୁରାମ କଳଦାଣ୍ଡ ପ୍ରାୟ କଟାରେ ଧାର କରି
ସେଠାରେ ଉପସ୍ଥିତ ହୋଇଅଛନ୍ତି ବୋଲି ତାଙ୍କେ ବହୁତ ରାଗି ଯାଉଛନ୍ତି। ପରଶୁରାମ ତାଙ୍କ ଯିବା ସମୟରେ ବାଧ୍ୟ ତୁରୀ ବଜାଉଥିଲେ ତ ସେଥି ନିମନ୍ତେ ପରଶୁରାମ ପାଦ ତଳେ କୂଳ ଭାବରେ ବିନତ ନିବେଦନ ପୂର୍ବ ଶାନ୍ତି ହେବା ପାଇଁ ଅନୁରୋଧ କରିଛନ୍ତି। ତାଙ୍କୁ ଗୁଣଗାନ କରି କହିଲେ, ଆମର ଦୟାପରି ଦୟାବନ୍ତ ପରମେଶ୍ୱର, କ୍ଷତ୍ରିୟ କୁଳର ଯମ, ଋଷିକୁଳ ଶ୍ରେଷ୍ଠ, ବୃତ ଗୌରବ ମୋହର ସମ୍ପୂର୍ଣ୍ଣ ହେତୁ ମୁଁ ଆପଣା ଦର୍ଶନ କରିବାକୁ ସୌଭାଗ୍ୟ ପାଇଲି। ଏଭଳି ତାହାଙ୍କୁ ବହୁ ଭାବରେ ପ୍ରତ୍ୟକ୍ଷ କହିବାକୁ ଚେଷ୍ଟା କରିଛନ୍ତି ରାଜା ଦଶରଥ। କିନ୍ତୁ ପରଶୁରାମ ତାଙ୍କ ପ୍ରବେଦିକ ଗ୍ରହଣ ନ କରି ଶ୍ରୀରାମ ନିକଟକୁ ଗଲେ। କହିଲେ, ହେ ଦଶରଥ ନନ୍ଦନ, ତୁମ୍ଭେମାନେ ଜନକୁ ଶିବଧନୁ ଭାଙ୍ଗିଛ ବୋଲି ମୁଁ ଶୁଣିଲି। କହିଲେ, ତମର ଶିବଧନୁ ବୋଲି ଭାଙ୍ଗିଗଲ ବୋଲି ମୁଁ ତୁମକୁ ଶୁଣିଲି। କି ଆଶ୍ଚର୍ଯ୍ୟ କଥା ବା କି ଭଲ କଥା। ଆଉ ତୁମର ସେ ପଶୁ ତ୍ରିପୁଷା ଅସୁରକୁ ତୁମେ ବଧ କରିଛ ବୋଲି ଶୁଣିଲି। ତୁମେ ବଧ କରିଛ, ହଁ ଠିକ୍ ଅଛି, ସମ୍ଭବ। ଆଉ ତୁମେ ସେ ପ୍ରଥମ ଧନୁ ଭାଙ୍ଗିଥିଲେ ଶ୍ରୀ ରାମଚନ୍ଦ୍ର, ସେଇଟା ହେଉଛି ବୈଷୟିକ ଧନୁ। ଏବେ ଦ୍ୱିତୀୟ ଦେଖିବା, ପରଶୁରାମଙ୍କ ଗୋଟେ ଧନୁ ଧରିଥିଲେ। ଧରିଲା ପରେ ସେ ଧନୁ ହେଉଛି ବୈଷୟିକ ଧନୁ ଧରିଥିଲେ। ଆଉ ସେ କହିଲେ ଯେ ମୁଁ ତୁମକୁ ଯେଉଁ ଗୋଟେ ଧନୁ ଦେବି, ସେ ଧନୁ ଯଦି ତୁମେ ଯଦି ମାରିବ ହେଲେ ତୁମକୁ ମାନିଯିବି। ତାହାର ବୀର ପୁରସ୍କାର ହେଉଛି ମୁଁ ଦ୍ୱନ୍ଦ୍ୱ ଯୁଦ୍ଧ କରିବି। ରାଜା ଦଶରଥ ଚିନ୍ତା ହୋଇ ସେ ଶ୍ରୀରାମଙ୍କ ନିକଟକୁ ପରଶୁରାମ ପ୍ରମାଣ କରିବା ପାଇଁ ଶ୍ରୀରାମ ପିତା ନିର୍ଦ୍ଦେଶ କରିଥିଲେ। ପରଶୁରାମ କାରଣ ଜିଜ୍ଞାସା କରି ସେ ପରଶୁରାମଙ୍କ କ୍ରୋଧରେ କମି ନାହିଁ। ପିତା ଦଶରଥ ଉପସ୍ଥିତ ଥିବା ରାମଚନ୍ଦ୍ର କ୍ରୋଧିତ ହୋଇ ସମରଣ କୌଣସି ପ୍ରତ୍ୟେକ ନିଜର ଧୀରେ ସ୍ୱରରେ କହିଲେ, ଆପଣ ତ କୀର୍ତ୍ତଗାନ ଶୁଣିଛ, ଆମ୍ଭେ ତୁମର ପିତୃଋଣ ପରିଶୋଧ କରନ୍ତୁ। ଆପଣ ଆମର ଶକ୍ତି ଜାଣିନାହାନ୍ତି। ଆମେ ବ୍ରାହ୍ମଣ ହେତୁ କ୍ରୋଧିତ ନୁହେଁ। ଯାହା ଆପଣ କହିବେ ତାହା ଅବଜ୍ଞତନ ପାଳନ କରିବି। ଶ୍ରୀରାମ କଥା କହିଲେ। ବୈଷୟିକ ଧନୁ ବଳାଇ ରାମଚନ୍ଦ୍ର ପରଶୁରାମଙ୍କ ହାତରେ ଧନୁଟି ଗ୍ରହଣ କରି ପରଶୁରାମ ତାହାଙ୍କୁ ଧନୁ ଦେଲେ। ଆୟତନ ଗୁଡ଼ିକ ଗଳାଇ ସଂଖ୍ୟା କଲେ, ମାତ୍ର ସ୍ୱର ନିକ୍ଷେପ କଲା ସେ। ପରଶୁରାମ କହିଲେ, ଜମଦଗ୍ନି ପୁତ୍ରର ବିଶ୍ୱାମିତ୍ରଙ୍କ ଭଗିନୀ ଆପଣ ବିନାଶ କରିବାକୁ ମୁଁ ଚାହେଁ ନାହିଁ। ବିଶିଷ୍ଟ ବୈଷୟିକ ଶରୀର ପ୍ରୟୋଗ ବ୍ୟର୍ଥ ହୋଇ ନୁହେଁ, ଇହଲୋକ ନା ପରଲୋକ ଏଠାକାର କହି ସେ ନିକ୍ଷେପ କରିବାକୁ ତତ୍କ୍ଷଣାତ୍ ପରଶୁରାମ କହିଲେ, ପରଲୋକକୁ ନିକ୍ଷେପ କର, କାରଣ ମୁଁ ବ୍ରାହ୍ମଣଙ୍କ ତତ୍ କ୍ଷତ୍ରିୟଙ୍କ ପରି ଅବଶ୍ୟ ଭାବରେ ପ୍ରୟାସ କରି କ୍ଷତ୍ରିୟ ବଧ କରିଛି। ପରଲୋକରେ ମୋର କୌଣସି ଅଧିକାର ମୋହର ନାହିଁ। ତେଣୁ ପରଲୋକ ଓ ମୋର ପାପର ଛେଦନ କର। ପରଶୁରାମ ଏହି ବିନତି ଶ୍ରବଣ କରି ରାମଚନ୍ଦ୍ର ନିକ୍ଷେପ କରିବା ପୂର୍ବରୁ ସେ ପାପର ଛେଦନକୁ ଧାରଣା କରି କଟିବନ୍ଧର ମାଧ୍ୟମ ଦ୍ୱିଖଣ୍ଡ ହେଲେ। ଦୃଷ୍ଟିର ଦେବତା ଆନନ୍ଦିତ ହୋଇ ଫୁଫୁଡ଼ିତ ଫୁଲ ଅବସୃଣ କଲେ। ଆଉ ଏଠି ଲେଖା ଅଛି ବିଭିନ୍ନ ପ୍ରକାର ନିରଗାତ୍ୟ ବର୍ଜ୍ୟ ଗୃହ୍ୟଳ ଶାଗୁଣା ଅନେକ ପ୍ରକାର ଦିଆଯାଇଛି। ଦେଖିବା ପରଶୁରାମ ଭେଟର କବିତା ହେଉଛନ୍ତି ବଳରାମ ଦାସ। ପରଶୁରାମ ଭେଟର କେଉଁ ପୁରାଣ ରାଶି ଅଛି? ଜଗନ୍ମୋହନ ରାମାୟଣ ରାଶି ଅଛି। ରାମାୟଣ କେଉଁ କାଣ୍ଡରୁ ପରଶୁରାମ ଭେଟ ହୋଇଛି? ଆଦି କାଣ୍ଡରୁ। ସୀତା ସ୍ୱୟଂ ରାମଚନ୍ଦ୍ରଙ୍କୁ କେଉଁ ଧନୁ ଭଗ୍ନ କରିଥିଲେ? ଶିବଧନୁ। ପରଶୁରାମ କାହିଁକି ସହିତ ଭେଟ ହୋଇ କଥା କବିତାରେ କୁହାଗଲା? ମିତ୍ରଙ୍କ ଆଶ୍ରମ କେଉଁଠି ଅବସ୍ଥିତ କରିଥିଲେ? ଜାଣିବା। ପରବର୍ତ୍ତୀ ସମୟରେ କ'ଣ ସନ୍ଦେହ ଲାଗିଲେ ଜଣାଇବେ। ଧନ୍ୟବାଦ।